ଯାଇଥିଲା ଜଗନ୍ନାଥଙ୍କ ଦର୍ଶନ। ଠେଲା ପେଲାରେ ଟିକେ ଜଗନ୍ନାଥଙ୍କୁ ଦର୍ଶନ କଲା, ଟିକେ ତାଙ୍କର ଖାଲି ଆଖି ପଇଲା। ଯେତେବେଳେ ଆଖିଟି ଜଗନ୍ନାଥଙ୍କର ପଇଲା, ଯେହେତୁ ସେ ଗୁରୁ ଭକ୍ତ, ତାର ଜୀବନ ହେଉଛି ଗୁରୁମୟ ଏ ଜଗତ ଅନନ୍ତ ଶୟନ। ଯେହେତୁ ସେ ଗୁରୁ ରାଜ୍ୟରେ ମଜିଛି, ତେଣୁ ନିଜ କଥା କିଛି ନ ମାଗି ମୋ ଦେହ ଭଲ ହେଇଯାଉ କି ତା ଦେହ ଭଲ ହେଇଯାଉ କହି ନିଜେ ଗୁରୁଙ୍କ ପାଇଁ, ତାର ଯିଏ ଗୁରୁ ତାଙ୍କ ପାଇଁ ପ୍ରାର୍ଥନା କଲା। ପ୍ରାର୍ଥନା କରି ଆସି କ'ଣ ତା ମହାପ୍ରସାଦ କି କ'ଣ ପାଇ ଶୋଇଛି। ସେଇ ସ୍ୱପ୍ନରେ ଜଣେ ଆସି କହୁଛନ୍ତି, ତୁ ଏତେ ବ୍ୟସ୍ତ କାହିଁକି ହେଉଛୁ? ସେ ଯେଉଁଠୁ କହିଛି ଗୁରୁଦେବଙ୍କର ଦେହ ଖରାପ, ଭଲ ହେଉନି, ତାଙ୍କୁ ସେ କହୁଛନ୍ତି, ଜଗନ୍ନାଥ ନିଜେ କହୁଛନ୍ତି, ଭଲ ହେବାର ମନ୍ତ୍ର ତାଙ୍କରି ପାଖରେ ଅଛି। ତୁମେ ଯାହା ପାଇଁ ମାଗୁଛ ତାଙ୍କରି ପାଖରେ ଭଲ ପାଇବାର ମନ୍ତ୍ର ଅଛି। ଇଏ ବୁଝିପାରିଲାନି ତାଙ୍କ ପାଖରେ କେଉଁ ମନ୍ତ୍ର ଅଛି। ତେଣୁ ମନେ ପକେଇକିରି ଭାବିଲା, ଏଇ ମନ୍ତ୍ରଟା କି? ସେଇ ମନ୍ତ୍ରଟି ଗୁରୁଙ୍କୁ ସେ କହିଲା। ସେ ଶିଷ୍ୟ ହେଲେ କ'ଣ ହେଲା? ଶିଷ୍ୟଙ୍କୁ ସେ ମନ୍ତ୍ର ଦେଲା ଗୁରୁ। ସେଇ ମନ୍ତ୍ରକୁ ସ୍ମରଣ କରୁ କରୁ ସେ ରୋଗ ଗୁଡ଼ିକ କିଲିକିଲିଆ ହେଇକି ପଡ଼େ। ତେଣୁ ଭାବଟି ଯେପରି ଫଳଟି ସେପରି। ତମ ଭାବ ଯେଡ଼େ ତମ ପାଇଁ ଠାକୁର ବଡ଼ ସେଡ଼େ। ଆଉ ତ ଅନେକ ଲୋକ ଅଛନ୍ତି ବହୁତ ଭକ୍ତି କରୁଛନ୍ତି, ଏମିତି ଭକ୍ତି କରୁ କରୁ କହୁଛନ୍ତି ସବୁ ତ ଆପଣଙ୍କର। ମତେ କହୁଛନ୍ତି ସବୁ ତ ଆପଣଙ୍କର, ଆଉ କ'ଣ ଆପଣଙ୍କର? ତୁ ଯେଉଁ ଗାଡ଼ିରେ ଚଢ଼ିକିରି ଆଇଛୁ ସେ ଗାଡ଼ିଟା କ'ଣ ମୋର, ତୋର ନା ମୋର? ସେଇଠୁ ସବୁ ଘୁମେଇବା ଆରମ୍ଭ କଲେ। କାଳେ ଗାଡ଼ିଟା ମାଗିଦେବ। ତେଣୁ ତମକୁ ମାଗି ଆସେ ନା, ଆଉ ମାଗିବା ବି ଆବଶ୍ୟକ ନାହିଁ। ତମେ ଯେତେବେଳେ ଜନ୍ମ ହେଲ, ତମେ କହିନଥିଲ ଯେ ପ୍ରଭୁ ମୁଁ ଜନ୍ମ ହେଲେ କ୍ଷୀର ପିଇବି। ତମେ ଜନ୍ମ ହେଲେ କ'ଣ ଖାଇକିରି ବଞ୍ଚିବ ସେ ଆଗରୁ ସ୍ଥିର କରିକିରି ମାତୃସ୍ତନରେ କ୍ଷୀର ଦେଇଛନ୍ତି। ସେଥିପାଇଁ ସେ ମଙ୍ଗଳମୟ। ସିଏ ହେଉଛନ୍ତି ଗୁରୁ। ଗୁରୁ କ'ଣ ଗୁଡ଼ାଏ କହିବେ। ଆଜିକାଲି ଗୁରୁ ପୁଳାଏ ଖଣ୍ଡେ ଯଦି କହିବେ, ତାହେଲେ ଆମେ ସେଥିରୁ ପୁଳାଏ ଖଣ୍ଡେ ମନେ ରଖିବୁ। 8 ଦିନ ପରେ ସେ କଥା ବି ମନେ ରଖିବୁ। କିନ୍ତୁ ଗୁରୁ ଯଦି ଗୋଟିଏ ଧାଡ଼ି କହିବେ, ଯଦି ଯା ବୋଲି କହିବେ, ତମେ ଡରିକିରି ହୁଏତ ପଳେଇବ। ବାବା ଗୁରୁ କହିଲେନି ଯା, ମୁଁ ଯାଉଛି। କିନ୍ତୁ ସେ ତମକୁ ଯାହା କହିନାହାନ୍ତି। ତମ ଭିତରେ ଯେଉଁ ଦୁର୍ଗୁଣ ଅଛି, ସେଇ ଦୁର୍ଗୁଣକୁ କହିଲେ ତୁ ଶୀଘ୍ର ତା ପାଖରୁ ଯା। এইଭଳି ଭାବରେ ଯଦି ଗୁରୁ ରାଜ୍ୟକୁ ମାନେ ମନ ଭିତରେ ଚିନ୍ତା କରିବ, ତାହେଲେ ନିଶ୍ଚିତ ଭାବରେ ଗୁରୁ କୃପା
ପ୍ରାପ୍ତ ହେବ। ଗୁରୁଙ୍କ ଠାରୁ ବଡ଼ ଦେବତା ଦୁନିଆରେ କିଏ ଅଛି ମୁଁ ଆଜି ପର୍ଯ୍ୟନ୍ତ ବି ଜାଣିପାରିଲି ନାହିଁ, ମୁଁ ଏବେ ବି ଜାଣିନି। ଏଠି ଆଶ୍ରମରେ ଆପଣ ଦେଖୁଛନ୍ତି କେତେ ପ୍ରକାର ମୂର୍ତ୍ତି ରଖିଛୁ, ପୂଜା କରୁଛୁ, ଘଣ୍ଟି ବଜଉଛୁ, ସବୁ କରୁଛୁ, କିନ୍ତୁ ବଳିଆ ଅପେକ୍ଷା କରିଛି ମୋର ଗୁରୁଙ୍କୁ। ମୋ ଗୁରୁ ମୋତେ କ'ଣ କହୁଛନ୍ତି ସେଇଥିପାଇଁ ବଳିଆ ଲେଖିଥିଲା ତାଙ୍କର ତ ହାରମୋନିୟମ ମୃଦଙ୍ଗ କୁଆଡ଼େ ଗଲାଣି। ହଁ ହଉ, ତେଣୁ ସେଇଥିପାଇଁ ସେ ଗୀତଟି ଲେଖିଥିଲି, ହେ ଗୁରୁ ତୁମେ ମଙ୍ଗଳମ କୃପା ବିନା হে গুরু মঙ্গলময়। ସବୁ ଅମଙ୍ଗଳ ବେଳେ ଏକମାତ୍ର ଜୟ ଗୁରୁ ଏହି ଶବ୍ଦଟି ହେଉଛି ମଙ୍ଗଳର ଔଷଧ। ଏଇଟା ହେଉଛି ଔଷଧ, ମଙ୍ଗଳର ଔଷଧ। ଏ ଔଷଧ ନାଁ ହେଉଛି ମଙ୍ଗଳ। ଆମେ ମଙ୍ଗଳ ପାଖକୁ ଯାଉନୁ, ଜାତକ ଧରିକିରି କେଉଁଠିକି ଯାଉଛୁ ଜ୍ୟୋତିଷଙ୍କ ପାଖକୁ। ସିଏ ତାଙ୍କର ନାକରେ ହାତରେ କାନରେ ମୁହଁ ମାରିକିରି ତମ ରାହୁ ଦଶା, ସେ ଶନି ଅନ୍ତର ଆଉ ଏମିତି କହିଲେ, ତା ପାଇଁ କ'ଣ କରିବା, ଏ ଅମୁକ କର। ବାବୁ କେଉଁଥିରେ କିଛି ନାହିଁ, କେଉଁଥିରେ କିଛି ନାହିଁ। ମୁଁ ଗୋଟିଏ କଥା କହୁଛି, ଗୁରୁ ଗୋବିନ୍ଦେ ଦିଅ ମନ ରହିବ ବୈକୁଣ୍ଠ ଭୁବନ। ଗୋବିନ୍ଦେ ଦିଅ ମନ ରହିବ ବୈକୁଣ୍ଠ ଭୁବନ। ଗୋବିନ୍ଦେ ଦିଅ ମନ ମୋତେ ଜଣେ ଶୋଧିଲା, ବହୁତ ଦିନ ତଳର କଥା, ମନ ହେଲା ପ୍ରାୟ ଶୋଧିଲା। ଶୋଧିକି ତାର ଆଉ ସୋଦା ପାଇଲାନି, ସବୁ ପ୍ରକାର ଶବ୍ଦର ସୋଦା ସରିଗଲା, ଆଉ କିଛି ପାଇଲାନି। ମୁଁ ଫେରି ଆସିଲି, ସିଏ ଆଉ ମୋତେ କ୍ଷମା ଦେଲାନି। ଫେରି ଆସିଲି, ସେତେବେଳେ ମୋର ବାପା ଥିଲେ, ଦାଦା ଥିଲେ, ମୋ ଭାଇମାନେ ବି ଥିଲେ। ତାଙ୍କୁ ବି ମୁଁ କିଛି କହିଲି, ବୋଲେ ଆଙ୍କୁ କାହିଁ ମୁଁ କହିବାକୁ ଯିବି। ଇଏ ଅଇକା ଯାଇ ତାକୁ ପଚାରିବେ କ'ଣ ଏମିତି ଆମ ପୁଅକୁ କହିଲ। ହଉ ସେମିତି ହଉ ହଉ ସେଇଠି ବାଜା ପିଟା ହେବେ। ତେଣୁ ମୁଁ ତ ମୋର ସଦା ଶୁଣିଲି, ମୋର ଚୁପଚାପ ଶୋଇବି। ଆଉ ବାୟାଙ୍କ ପାଖକୁ ଗଲେ ଖାଲି ମନକୁ ପରିବର୍ତ୍ତନ କରିବା ପାଇଁ। ଟିକିରି ମଠ ଗଲେ, ବୋଲେ ଯାଉଛି ବାବାଙ୍କ ପାଖରେ ଟିକେ ବସିବା, ଏ ବାୟାକୁ ଟିକେ ଦେଖିଦେଲେ ପେଟ ପୁରିଯାଏ। ବାୟାଙ୍କୁ ଦେଖିଲେ ପେଟ ପୁରିଯାଏ ଲୋକ ଗୋଟେ ଭାଷାରେ କହନ୍ତି, କିନ୍ତୁ ମୋ ପାଖରେ ତାହା ହେଉଛି 100% ସତ୍ୟ। ତେବେ ଯିବା ଟିକେ ବାୟାକୁ ଦେଖି ଆସିବା। ବାୟାଙ୍କ ସାଙ୍ଗରେ କ'ଣ କଥାବାର୍ତ୍ତା, ଯାହା ଯେମିତି ଆମେ ବାକୁ କଥା ଜାଣିଛୁ, ସବୁ କଥା ହେଲା।
କେବଳ ସେ ଗୋଟିଏ କଥା ଖୁବ୍ ବଡ଼ ପାଟିରେ କହିଲେ, ମୋତେ କହିନାହାନ୍ତି। ମୁଁ ମୋର ଅନେଇଛି ଗୋଟେ ଆଡ଼େ, ବାୟା ଅନେଇଲେ ଆଉ ଗୋଟେ ଆଡ଼େ। ମୋ ମୁହଁକୁ ସେ ଅନେଇ ନାହାନ୍ତି। ଏବେ ବି ଯିଏ ଯାଇଥିଲେ ମୋ ସାଙ୍ଗରେ, କିନ୍ତୁ ଜଣେ ଚାଲିଗଲେଣି, ଆଉ ଜଣେ ଅଛନ୍ତି। ତାଙ୍କୁ ପଚାରିଲେ ସେ କହିବେ। ସେ ଖାଲି ଗୋଟିଏ ପଦ କହିଲେ ଯେ ପାଞ୍ଚେ ପରର ମନ୍ଦ ତା ମନ୍ଦ ଚିନ୍ତନ୍ତି ଗୋବିନ୍ଦ। ମୁଁ ମୋର ଶୁଣିଦେଲି, ମୋର ଯାହା ବୁଝିବା କଥା ବି ବୁଝିଦେଲି। ତାପରେ ମୁଁ ଚାଲି ଆଇଲି। ଆଉ ବାପା ପଚାରିଲେ, ମୋ ବାପା ସେତେବେଳେ ଥିଲେ କଟକ ବସାରେ, ପଚାରିଲେ, କହିଲେ ଆରେ ବାୟା ପାଖକୁ ଯାଇଥିଲୁ, ବାୟା କ'ଣ କହିଲା? ତୁ ବାୟା ପାଖକୁ କାହିଁ ଯାଇଥିଲୁ ଏ ବର୍ଷା ଦିନରେ? ବର୍ଷା ବି ହେଉଥାଏ। ମୁଁ କହିଲି ମୁଁ ଟିକେ ବାୟାଙ୍କୁ ଦର୍ଶନକୁ ଯାଇଥିଲି। ଏମିତି କଥାବାର୍ତ୍ତା ଭିତରେ ବାବା କହିଲେ, କ'ଣ କହିଲେ ବାୟା, କ'ଣ କହିଲେ? ମୋତେ ଭଗବାନ କିଛି କହିନାହାନ୍ତି। ମୁଁ ବଳଦେବଙ୍କ ପାଖକୁ ଆଗେ ଯାଇଥିଲି। ବଳଦେବଙ୍କୁ ଅନେଇକିରି ମୋର ଯାହା କହିବା କଥା, ଯେତେ କଥା ସବୁ କହିଗଲି। ସେଠୁ କିଛି ଉତ୍ତର ପାଇଲି, କିଛି ଉତ୍ତର, ପଦେ ଅଧେ ଗୋଟେ କିଛି ଉତ୍ତର ବି କେହି ଦେଲେନି। କିନ୍ତୁ ସେଇଠି ଜଣେ ପୁରୋହିତ ବସିଥିଲେ, ତାଙ୍କର ପୁରୋହିତ ନା କ'ଣ, ସିଏ ମୋତେ ଦେଖୁ ଦେଖୁ କହିଲେ, ତୁମେ ଏ ସ୍ଥାନରେ ରହିପାରିବ ନାହିଁ। ତମେ ନିଶ୍ଚିତ ଭାବରେ ଗୋଟିଏ ଭଲ ଘରର ପିଲା, ତମର ଅଭାବ କିଛି ନାହିଁ। କିନ୍ତୁ ଏଠି ସେ ଅଭାବ ମେଣ୍ଟିବନି। ଏଇ ରୂପରେ, ଏଇ ନିଜେ ସେ କହୁଥାନ୍ତି, ଏଇ ନିଜେ ବୈଷ୍ଣବ ରୂପ ଧରି କେନ୍ଦ୍ରାପଡ଼ାର ଶେଷରେ ଗୋଟେ ମଠ ଅଛି, ଟିକିରି ମଠ, ସେଇଠି ସେ ଅଛି। ସେ ମଣିଷ ରୂପରେ ଅଛି, ଏଠି ପଥର ରୂପରେ ଅଛି। ପଥର ଭିତରୁ କଥା ତୁମେ ନେଇପାରିବନି, ତୁମେ ସେଇଠିକି ଯାଅ। ତେଣୁ ଚାଲି ଚାଲିକିରି ପେଟରେ ଭୋକ ଥାଏ, ପଇସା ନଥାଏ, ଗୋଟେ ବୁଟ ନା କ'ଣଟାକୁ ପିନ୍ଧିଥାଏ, ଗୋଟେ ଭଲ ଗୋଟେ ବାବୁ ଭଳିଆ ଦେଖାଯାଉଥାଏ। ଯାଇକିରି ପହଞ୍ଚିଲି। ସେଇ ଉତ୍ତରଟା ସେଇଠି ସେ ଦେଲେ। ଯିଏ ତାଙ୍କ ପାଖରେ ଥିଲେ ସେବକ, ସେତେବେଳେ ମୁଁ ଯାଇ ଯେତେବେଳେ ଆଣ୍ଠେଇଲି, ସେ ସେବକ ଥିଲେ ବିପିନ ଦା। ଆଜି ମେଡ଼ିକାଲରେ ପଡ଼ିଛନ୍ତି, ଅନଉନାହାନ୍ତି, ଭେଣ୍ଟିଲେଟର ଲାଗିଛି। ବାୟା ସେଇଠି କହିଲେ, ଘରୁ ରାଗିକିରି ଆଇଛ। ମୁଁ ଆଉ କିଛି କହିଲି, ଏଇଟା ଜାଣିଛନ୍ତି ମୁଁ ରାଗିକିରି ଆଇଛି, ଆଉ କହିବି କ'ଣ? କିଛି ଦିନ ଏଠି ରହିବ, ମୁଁ କିଛି କହିଲି। କହିଲେ ହଉ ରୁହ, ପୁଣି ମନ ଯେତେବେଳେ ହେବ ଯିବ। ସେଇ ପଦକୁ ପୁଣି ସେ
ମୋ ଭିତରେ ମନେ ପକେଇଦେଲେ ଯେ ପାଞ୍ଚେ ପରର ଚିନ୍ତନ୍ତି ଗୋବିନ୍ଦ ମୋ ମନଟା ଏତିକିରେ ଖୁସି ହେଲାନି। ମୁଁ କହିଲି କ'ଣ ଏଇ ଗୋଟାଏ ପଦ ମୋ ଆଡ଼କୁ ଅନେଇକି ସେ କହୁନଥାନ୍ତି। ଆପଣ ଆଶ୍ଚର୍ଯ୍ୟ ହେବେ, ମୁଁ ଅନେଇଛି ଧର ତମକୁ, ବାୟା ଅନେଇଛି ଆଡ଼କୁ, ବଳିଆ ଅନେଇଛି ପୂର୍ବକୁ, ବାୟା ଅନେଇଛି ଉତ୍ତରକୁ। ସେ ମୋ ପାଇଁ କହୁଛନ୍ତି ବୋଲି ମୁଁ କେମିତି ଜାଣିବି? ଯେମିତି ଭାବିଲେ ଏଇଟା ଏତିକି କ'ଣ ହେଇଗଲା ମୀମାଂସା। ତାପରେ କହିଲେ କେତେ କେତେ ବିପତ୍ତି ନ ପଡ଼ିଲା ଏକା କୃଷ୍ଣ ଥିବାରୁ। ମୋ ମନ ଏକାଥରେ ଠିକ୍ ହବ। ମୁଁ କହିଲି ବାୟା ତ ଉତ୍ତର ଦେଇ ସାରିଲେଣି, ଆଉ କ'ଣ ଆଉ କାହିଁକି ବସିବା, ପଳେଇବା। ଆଉ ଶେଷକୁ କହିଲି, ଶେଷକୁ ଯାହା କହିଲେ ଧାଡ଼ିଏ, କିନ୍ତୁ ପେଟ ଭିତରେ ଥାଏ ପୁଳାଏ, କିନ୍ତୁ ପାଟିରେ ମୋର ବାହାରିଲା ଗୋଟାଏ ପଦ, ଓଡ଼ିଶାରେ ରହିବି ନାହିଁ। ଏକ, ଦୁଇରେ ହିମାଳୟ ଯିବି, ତିନିରେ ସିଦ୍ଧି ବା ଆଦେଶ ନ ପାଇବା ପର୍ଯ୍ୟନ୍ତ ମୁଁ ଫେରିବି ନାହିଁ। ଆଉ ମୋର ଆତ୍ମୀୟ ସ୍ୱଜନମାନଙ୍କୁ ଟିକେ ଧୈର୍ଯ୍ୟ ଦେବେ, ସେ ଯେମିତି ମୋତେ ଖୋଜିବେନି। ଏଇଆ ଥିଲା ମୋ ପେଟର କଥା। କିନ୍ତୁ ମୁହଁରେ ମୋତେ କହିଲି ମୁଁ ଆଉ ବାବା ଓଡ଼ିଶାରେ ରହିବିନି। ମୋତେ ଅନେଇଲେ, ଆଉ ସେତିକି ବେଳେ ମୋତେ ବାୟା ଅନେଇଲା। ମୁଁ ଅନେଇଥିଲି ପୂର୍ବକୁ, ସେ ଅନେଇଥିଲେ ଉତ୍ତରକୁ। ଯେମିତି ମୁଁ କହିଲି ବା ମୁଁ ଟିକେ ହିମାଳୟ ପଳେଇବି, ଆଉ ଓଡ଼ିଶାରେ ରହିବିନି, ଅନେଇଲେ। ଆଉ ଏମିତି ଆଖି କରିକି ଅନେଇଲେ, ମୁଁ କହିଲି ମୋତେ କ'ଣ ଜାବୁଡ଼ା ଫାବୁଡ଼ା ମାରିବେ କି କ'ଣ କରିବେ। ମୁଁ ହାତ ଯୋଡ଼ିକି ବସିଥିଲି। ଗୋଟିଏ କଥା ବୁଝେଇ ଦେଲେ, ମା ଗର୍ଭରେ କେତେ ଦିନ ଥିଲ? ମୁଁ ଆଉ କିଛି କହିଲି। ମା ଗର୍ଭରେ 10 ମାସ ରହିବା ପରେ ଆହୁରି କ'ଣ ହିମାଳୟ ଗୁମ୍ଫା ମା ଗର୍ଭଠାରୁ ବଡ଼, ସେ ତା ପାଖକୁ ଯାଉଛ? ଆଉ ସମସ୍ତେ ଯଦି ଆମେ ହିମାଳୟ ଯିବା, ତାହେଲେ ଓଡ଼ିଶା ପାଇଁ କିଏ ରହିବ? ଏତିକି କଥାରେ ମୁଁ ଅଧୈର୍ଯ୍ୟ ହୋଇପଡ଼ିଲି। ମୋ ଆଖିରୁ ଲୁହ ଗୁଡ଼ାକ ଆପେ ଆପେ ଗଡ଼ିଗଲା। ଦଣ୍ଡବତ ହେଲି। ପାୟା କହିଲେ କ'ଣ ଯିବ? ସେଇଦିନ କହିଥିଲେ, ଆଉ କେଉଁ ଦିନ ଆସିବ? ଆଉ କେଉଁ ଦିନ କହିନାହାନ୍ତି। ଆଗରେ ବର୍ଷା, ପଛରେ ବର୍ଷା, ମଝିରେ ବଳିଆ। ବର୍ଷା ମାନେ ଯାହାକୁ କ'ଣ ଗୋଟା କହନ୍ତି ମୂଷଳ ବର୍ଷା ନା କ'ଣ। ଆଗରେ ବର୍ଷୁଛି, ପଛରେ ବର୍ଷୁଛି, ମଝିରେ ଆମେ ଚାଲିଛୁ। ଆଉ
ତେଣୁ ଗୁରୁ କୃପା କଣ ତାକୁ ଜୀବନରେ ଭାବ, ଟିକେ ଜୀବନରେ ଟିକେ ଭାବିବ ଗୁରୁ କିଏ। ମାତୃସ୍ତନରେ କ୍ଷୀର ଦେଇଥିଲା କିଏ? ମାତୃ ଗର୍ଭରେ ଆମେ 8 ମାସ କି 10 ମାସ ରହିଲୁ। ମାତୃ ଗର୍ଭ ଗୋଟା ପେଟଟା, ସେ ପେଟ ଭିତରେ ପୁଣି ଗୋଟେ ଛୁଆଟା ରହିବା ଭଳିଆ ଗୋଟେ ମୁଣା ରଖିଛନ୍ତି। ତାକୁ କ'ଣ କେଉଁ କାରିଗର ଆମ ତିଆରି କରିଛନ୍ତି? ବଢ଼େଇ କାରିଗର ଆଉ କୁମାର କାରିଗର ନା କୁମ୍ଭାର କାରିଗର, କେଉଁ କାରିଗର ସେ ମା ଗର୍ଭ ଭିତରେ ଗୋଟେ ଥଳି ରଖିଥିଲା, ଏଇ ଥଳିରେ ଛୁଆଟା ରହିବ। ତେଣୁ ଏଇ ଯେଉଁ ମଙ୍ଗଳମୟ ଗୁରୁ, ଏଇ ଯେଉଁ କଥା ଶୁଣୁଛ, ଏସବୁ ଗୁରୁଙ୍କର କଥା। ଖାଲି ବାଉଳୁଛନ୍ତି ଲୋକ ଗୁଡ଼ାକ, କେଉଁଠି ହୁକୁମ ହେଲା, କେଉଁଠି ଡେଉଁରିଆ ମିଳିଲା, କେଉଁଠି ତାବିଜ ମିଳିଲା, କେଉଁଠି ମାନେ ଏମିତିଆ ତ କ'ଣ ଗୋଟେ ପାଗଳାମି ଭଳିଆ। ଆରେ କି ତାବିଜ, କି କଥା କ'ଣ? ହନୁମାନ ଯେତେବେଳେ ଲଙ୍କା ଦେଇଥିଲା, କ'ଣ ତାବିଜ ପିନ୍ଧିକିରି ହନୁମାନ ଲଙ୍କାକୁ ଯାଇଥିଲେ? ତେଣୁ ଆମ ତାବିଜ ଆମ ଭିତରେ ଅଛି, ଆମେ ତାଙ୍କୁ ସ୍ମରଣ କରିବା। ସିଏ ହେଉଛନ୍ତି ଜୀବନର ସବୁକିଛି ବା ଗୁରୁ। ମୁଁ ଜୀବନରେ କୌଣସି ଏ ପିଲାମାନଙ୍କୁ ପଚାର ଗୋଟି କେଉଁ ତୀର୍ଥରେ ମୁଁ ତୀର୍ଥ ଯାଇଛି, ମୁଣ୍ଡିଆ କାହାକୁ ମାରିଛି ବୋଲି ମୋର ମନେ ପଡ଼ୁନି। ମୁଣ୍ଡ ମାରିକିରି ଉଠିଲା ବେଳକୁ ମୋର ରକା କାଳେ ପଶିଯିବ, ମୁଁ କିଏ ମୁଣ୍ଡିଆ ମାରିବି? ମୁଣ୍ଡିଆ ମାରି ନାହିଁ। ଜୀବନରେ କୌଣସି ତୀର୍ଥକୁ ମୁଁ କିଛି କହିନି, ମୋ ପାପ ନେଇଯା ବୋଲି କହିନି, ବରଂ କହିଛି ସମସ୍ତଙ୍କ ପାପ ଆସି ମୋ ଭିତରେ ପଶୁ। ତେଣୁ ସେଇ ଯେଉଁ କଥାଟି ମୁଁ କହିଲି, ସେଇ ବିଶ୍ୱାସଟି ରଖ। ଗୁରୁ ଗୋଟାଏ ମଣିଷ ନୁହନ୍ତି, ମଣିଷ ଗୁରୁ ହେଇ ନପାରେ। ଗୁରୁ ହେଉଛନ୍ତି ଦିବ୍ୟ ଶକ୍ତି, ସେ ଦିବ୍ୟ ଜ୍ୟୋତି। ସେଇଥିପାଇଁ ବଳିଆ ସେ ଗୀତଟି ଲେଖିଥିଲା, ଆଜି ସମଗ୍ର ଓଡ଼ିଶାରେ ବାଜୁଛି। ହେ ଗୁରୁ ତୁ ତାଙ୍କରି ପାଖରେ ଆମେ ଅଛୁ, ଏ ଜନ୍ମରେ ଅଛୁ, ପୁଣି ଆର ଜନ୍ମକୁ ବି ରହିବୁ। କିନ୍ତୁ ଜୀବନରେ ସବୁବେଳେ ଗୁରୁଙ୍କ ପଶ୍ଚାଧାବନ ତମେ କର ନ କର, ଗୁରୁ ତମ ପଛେ ପଛେ, ତମ ପଛେ ପଛେ ଗୁରୁ ଅଛନ୍ତି। ଯଦି କେତେବେଳେ ଶୁଣିବାକୁ ଚାହଁ, ସେଥିପାଇଁ ଗୋଟେ 2 ଘଣ୍ଟା ଘଣ୍ଟାଏ ଦରକାର, ମୁଁ କହିବି ଗୁରୁ ଆମ ପଛରେ ଅଛନ୍ତି, ଆମେ ଗୁରୁଙ୍କ ପଛରେ ନାହୁଁ। ଆମେ ବାଳୁଙ୍ଗା ଗୁଡ଼ାକ ତାଙ୍କ ପଛରେ କ'ଣ ରହିବୁ? ଆମେ ମିଛୁଆ, ବାଳୁଙ୍ଗା, କଳୁଗୁରା, ହିଂସିକା, ସବୁଯାକ ଦୁର୍ଗୁଣ ଆମ ପାଖରେ ଅଛି। ତେଣୁ ଗୁରୁ ଆମକୁ ଜଗିଛନ୍ତି, ଆମ ପଛରେ ରହି ଆମେ କ'ଣ କରୁଛୁ ସେ ତାକୁ ଦେଖୁଛନ୍ତି। ଯଥା ସମୟରେ ଦଣ୍ଡ ମିଳୁଛି, କ୍ଷମା ମଧ୍ୟ ମିଳୁଛି। ତେଣୁ ସେଇ କ୍ଷମାର ସାଗର ଗୁରୁବର୍ଗମାନଙ୍କ ପାଦରେ ପ୍ରଣାମ ଜଣାଇ ପ୍ରଭୁଙ୍କ ପାଖରେ, ଅନନ୍ତଙ୍କ ପାଖରେ ସମର୍ପଣ କରି କଥାଟି ଏଇଠି ରଖୁଛି। ସମସ୍ତେ ନାମ କର, କଥା ଚାଲ। ହରି ବୋଲ, ଜୟ ରାଧା।